ପାପାଲି ଆଜ୍ଞା ମୁଁ ଏବେ ବର୍ତ୍ତମାନ 60ଟା କ୍ୱେଶ୍ଚିନ୍ ପଚାରିବି। ଫଟାଫଟ କ୍ୱେଶ୍ଚିନ୍ ପଚରା ହେବ, ଫଟାଫଟ ଆନ୍ସରଟା ଦେଇପାରିବ ତ? ଓକେ ରେଡ଼ି ତ? ଓକେ ଓକେ। ମକର କ୍ରାନ୍ତି ରେଖା ଓ ସୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହନ୍ତି? ଦକ୍ଷିଣ ନାତିସ୍ପତ ମଣ୍ଡଳ କୁମେରୁ ବୃତ୍ତ କୁମେରୁର ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହନ୍ତି? ଦକ୍ଷିଣ ହିମମଣ୍ଡଳ ପୃଥିବୀରେ କେତୋଟି ମହାଦେଶ ଅଛି? 7ଟି କର୍କଟ କ୍ରାନ୍ତି ଓ ସୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହନ୍ତି? ଉତ୍ତର ନାତିସ୍ପତ ମଣ୍ଡଳ ସୁମେରୁ ବୃତ୍ତ ଓ କୁମେରୁ ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହନ୍ତି? ଉତ୍ତର ହିମମଣ୍ଡଳ ପୃଥିବୀରେ କେତୋଟି ମହାସାଗର ଅଛି? 5ଟି ଆମ ଦେଶ କେଉଁ ମହାଦେଶରେ ଅବସ୍ଥିତ? ଏସିଆ ଆମ ଦେଶର ପଶ୍ଚିମକୁ ଲାଗି କେଉଁ ଜଳଭାଗ ରହିଛି? ବଙ୍ଗୋପସାଗର ଆମ ଦେଶକୁ ଲାଗି କେଉଁ ମହାସାଗର ରହିଛି? ଆଟଲାଣ୍ଟିକା ମହାସାଗର ଭେରି ଗୁଡ୍। ଆମ ଦେଶର ପୂର୍ବରେ କେଉଁ ଜଳଭାଗ ଅଛି? ବଙ୍ଗୋପସାଗର ମାନଚିତ୍ରରେ ସବୁଜ ରଙ୍ଗଟି କେଉଁ ଅଞ୍ଚଳକୁ ଦର୍ଶାଏ? ସମତଳ ଭୂମି କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? ଥାଇଲାଣ୍ଡ ଥାଇଲାଣ୍ଡ। ବିଷୁବବୃତ୍ତର ଉତ୍ତର ଭାଗରେ ଥିବା ବୃତ୍ତକୁ କ'ଣ କୁହାଯାଏ? କର୍କଟ କ୍ରାନ୍ତି କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? ସୁମେରୁ ଗ୍ଲୋବ ଉପରେ ଠିକ୍ ମଧ୍ୟ ଭାଗରେ ଥିବା ବୃତ୍ତାକାର ରେଖାକୁ କ'ଣ କୁହାଯାଏ? ବିଷୁବବୃତ୍ତ ବିଷୁବବୃତ୍ତ କୁହାଯାଏ। ବିଷୁବବୃତ୍ତର ଦକ୍ଷିଣ ଭାଗରେ ଥିବା ବୃତ୍ତଟିର ନାମ କ'ଣ? ମକର କ୍ରାନ୍ତି ଗ୍ଲୋବର ନୀଳ ରଙ୍ଗ ଚିହ୍ନିତ ଅଂଶ କ'ଣ ସୂଚିତ କରେ? ଜଳଭାଗ ଏସିଆ ମହାଦେଶରେ କେଉଁ ଭାଗରେ ଭାରତ ଅବସ୍ଥିତ? ଦକ୍ଷିଣ ଦକ୍ଷିଣ। ଗୋଲକ କ'ଣ ଏଇଟା ଭୂଲୋକର ମରୁଭୂମି ଚିହ୍ନିବା ପାଇଁ କେଉଁ ରଙ୍ଗକୁ ଖୋଜିବା? ହଳଦିଆ ମାନଚିତ୍ରରେ କେଉଁ ରଙ୍ଗକୁ ଆମେ ସମତଳ ଭୂମି ଚିହ୍ନିବା? ସବୁଜ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? କେଉଁଠି ଅନ୍ୟ ତିନଠାରୁ ଅଲଗା ସେଇଟା ହେଉଛି ବିଷୁବ ରେଖା ନା କୁମେରୁ ବୃତ୍ତ ନା କର୍କଟ କ୍ରାନ୍ତି ରେଖା ନା କୁମେରୁ? କୁମେରୁ କୁମେରୁ। କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? ପାକିସ୍ତାନ କେଉଁଟି ଆମର ପଡ଼ୋଶୀ ଦେଶ ନୁହେଁ? ସିକିମ ବିଷୁବ ରେଖା ଓ ପୃଥିବୀର କେଉଁ ମହାଦେଶର ମଧ୍ୟଭାଗ ଦେଇ ଯାଇଛି? ଆଫ୍ରିକା ନିମ୍ନସ୍ଥ କେଉଁଟି ଆମର ପଡ଼ୋଶୀ ଦେଶ ନୁହେଁ? ଜାପାନ ଜାପାନ। ଟିକେ ର। ଆମ ଦେଶର ପୂର୍ବରେ ଆମର କେଉଁ ଦ୍ୱୀପପୁଞ୍ଜ ରହିଛି? ଆଣ୍ଡାମାନ ଓ ନିକୋବର ଆମ ଦେଶର ପଶ୍ଚିମରେ କେଉଁ ଦ୍ୱୀପପୁଞ୍ଜ ଅଛି? ଲାକ୍ଷାଦ୍ୱୀପ ଗ୍ଲୋବରେ ଜଳଭାଗ ସୂଚାଉଥିବା ଅଞ୍ଚଳକୁ କି ରଙ୍ଗ ଦିଆଯାଏ? ନୀଳ ରଙ୍ଗ ଦିଆଯାଏ। ଗ୍ଲୋବରେ ଜଳଭାଗ ସୂଚାଉଥିବା ଅଞ୍ଚଳକୁ କି ରଙ୍ଗ ଦିଆଯାଏ? ନୀଳ ଆମ ଦେଶର ଉତ୍ତରକୁ କେଉଁ ଦେଶ ଅଛି? ଚୀନ ନେପାଳ ଓ ଭୁଟାନ ପୃଥିବୀକୁ ସମାନ ଦୁଇ ଭାଗରେ ବିଭକ୍ତ କରୁଥିବାର କାଳ୍ପନିକ ବୃତ୍ତର ନାମ କ'ଣ? ବିଷୁବବୃତ୍ତ ଆମ ଦେଶରେ ପଶ୍ଚିମ ପାଖକୁ ଲାଗି କେଉଁ ଦେଶ ରହିଛି? କେଉଁ ଦେଶ ରହିଛି? ପାକିସ୍ତାନ ଆମ ଦେଶର ପୂର୍ବରୁ ଲାଗି କେଉଁ ଦେଶ ଅଛି? ଲାଗି ମିଆଁମାର ମିଆଁମାର। ଆମ ଦେଶ ଭାରତ ଗୋଟିଏ କି ପ୍ରକାର ଜଳଭାଗ? ଗୋଟିଏ କି ଆମ ଦେଶର ଭାରତ ଗୋଟିଏ କି ପ୍ରକାର ସ୍ଥଳଭାଗ? ସରି ପ୍ରକାର ସ୍ଥଳଭାଗ କି ପ୍ରକାର ସ୍ଥଳଭାଗ କି ପ୍ରକାର ସ୍ଥଳଭାଗ ଆମ ଦେଶ ଭାରତ ଗୋଟିଏ କି ପ୍ରକାର ସ୍ଥଳଭାଗ? ଉପଦ୍ୱୀପ। କେଉଁ ପ୍ରାକୃତିକ ସ୍ଥଳଭାଗର ଚାରିପଟେ ଜଳଭାଗ ଘେରି ରହିଥାଏ ତାକୁ କ'ଣ କହିବା ଆମେ? ଦ୍ୱୀପ ବୋଲି କହିବା। ଯେଉଁ ପ୍ରାକୃତିକ ସ୍ଥଳଭାଗର ତିନିପଟେ ଜଳଭାଗ ରହିଥାଏ ତାକୁ କ'ଣ କୁହନ୍ତି? ଉପଦ୍ୱୀପ ଉପଦ୍ୱୀପ। ପୃଥିବୀରେ ଉତ୍ତର ଗୋଲାର୍ଦ୍ଧର ଉତ୍ତର ପ୍ରାନ୍ତକୁ କ'ଣ କୁହନ୍ତି? ସୁମେରୁ ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ଦକ୍ଷିଣ ପ୍ରାନ୍ତକୁ କ'ଣ କୁହାଯାଏ? କୁମେରୁ କର୍କଟ କ୍ରାନ୍ତି ରେଖା ଓ ମକର କ୍ରାନ୍ତି ରେଖା ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହନ୍ତି? ଗ୍ରୀଷ୍ମମଣ୍ଡଳ ସୂର୍ଯ୍ୟଙ୍କର ଲମ୍ବ କିରଣ ପ୍ରାୟ ବର୍ଷ ସାରା କେଉଁ ଅଞ୍ଚଳରେ ପଡ଼େ? ବିଷୁବରେଖା ଅଞ୍ଚଳରେ ସୂର୍ଯ୍ୟଙ୍କର କିରଣ ବର୍ଷ ସାରା ଅଧିକ ପାଉଥିବା ଅଞ୍ଚଳକୁ କ'ଣ କୁହାଯାଏ? ଗ୍ରୀଷ୍ମମଣ୍ଡଳ ଗ୍ରୀଷ୍ମମଣ୍ଡଳ। ଆରବ ସାଗରରେ ଥିବା ଭାରତର ସ୍ଥଳଭାଗକୁ କ'ଣ କୁହାଯାଏ? ଲାକ୍ଷାଦ୍ୱୀପ ପୃଥିବୀରେ କେଉଁ ମହାଦେଶ ଉଭୟ ଗୋଲାର୍ଦ୍ଧରେ ଅବସ୍ଥିତ? ଆଫ୍ରିକା ଭାରତର ପୂର୍ବରେ କେଉଁ ସାଗର ରହିଛି?
ବଙ୍ଗୋପସାଗର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେଉଁ ସମୁଦ୍ର ମଧ୍ୟରେ ଅବସ୍ଥିତ? ବଙ୍ଗୋପସାଗର 23 1/2 ଉତ୍ତର ସମାକ୍ଷ ରେଖାକୁ କ'ଣ କୁହନ୍ତି? କର୍କଟ କର୍କଟ କ୍ରାନ୍ତି କୁହନ୍ତି। 66 1/2 ଦକ୍ଷିଣ ସମାକ୍ଷ ରେଖାକୁ କ'ଣ କୁହନ୍ତି? କୁମେରୁ ବୃତ୍ତ 23 1/2 ଦକ୍ଷିଣ ମହାଦେଶ ରେଖାକୁ କ'ଣ କୁହାଯାଏ? ସୁମେରୁ ନାଇଁ ମକର କ୍ରାନ୍ତି ମକର କ୍ରାନ୍ତି କୁହାଯାଏ। 66 1/2 ଉତ୍ତର ସମାକ୍ଷ ରେଖାକୁ କ'ଣ କୁହନ୍ତି? ସୁମେରୁ ବୃତ୍ତ ମକର କ୍ରାନ୍ତି କେଉଁଠାରେ ଅବସ୍ଥିତ? ଦକ୍ଷିଣ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। କେଉଁ ଜଳଭାଗଟି ଭାରତକୁ ଲାଗିନାହିଁ? ପ୍ରଶାନ୍ତ ମହାସାଗର ଭାରତର କେଉଁ ପାର୍ଶ୍ୱ ଜଳଭାଗକୁ ସ୍ପର୍ଶ କରିନାହିଁ? ଉତ୍ତର ପ୍ରାସ ନିମ୍ନୋକ୍ତ ମଧ୍ୟରୁ କେଉଁ ମହାଦେଶଟି ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ? କେଉଁ ଦେଶଟି ଆଉଥରେ ପ୍ରଶ୍ନ ନିମ୍ନୋକ୍ତ ମଧ୍ୟରୁ କେଉଁ ମହାଦେଶଟି ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ନୁହେଁ? କେଉଁ ମହାଦେଶଟି ନୁହେଁ ଗୋଲାର୍ଦ୍ଧରେ ଅବସ୍ଥିତ ନୁହେଁ। ଅପସନ୍ ହେଉଛି ଏସିଆ, ୟୁରୋପ, ଉତ୍ତର ଆମେରିକା, ଆଣ୍ଟାର୍କଟିକା। ସୁମେରୁ ନିକଟରେ ଥିବା ବୃତ୍ତକୁ କ'ଣ କୁହାଯାଏ? ସୁମେରୁ ବୃତ୍ତ ଭାରତର କେଉଁ ଅଂଶ ଓସାରିଆ ହୋଇ ଜଳଭାଗକୁ ପ୍ରବେଶ କରିଛି? ଦକ୍ଷିଣ ଅଂଶ ଦକ୍ଷିଣ ଅଂଶକୁ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତର ପଡ଼ୋଶୀ ଦେଶ ନୁହେଁ? ପଡ଼ୋଶୀ ଦେଶ ନୁହେଁ ଜଲ୍ଦି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତର ପଡ଼ୋଶୀ ଦେଶ ନୁହେଁ? ସାଉଦି ଆରବ। ମହାଦେଶ ଗୁଡ଼ିକ ମଧ୍ୟରୁ କେଉଁଟି ମହାଦେଶଟି ବୃହତ୍ତମ? ଏସିଆ। କେଉଁ ମହାସାଗରଟି ପୃଥିବୀର ବୃହତ୍ତମ ମହାସାଗର? ପ୍ରଶାନ୍ତ ମହାସାଗର ବିଷୁବବୃତ୍ତ ପୃଥିବୀକୁ କେତେ ସମାନ ଭାଗରେ ଭାଗ ରହୁଛି? ଦୁଇ ଭାଗରେ ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶ ଆମ ଦେଶର ଦକ୍ଷିଣରେ ରହିଛି? ଶ୍ରୀଲଙ୍କା ନିମ୍ନୋକ୍ତ ମଧ୍ୟରୁ କେତେ ଅଞ୍ଚଳ କାହାକୁ କୁହାଯାଏ? ମେରୁ ଅଞ୍ଚଳ କାହାକୁ କୁହାଯାଏ? ମେରୁ ଅଞ୍ଚଳ ସୁମେରୁ ଉତ୍ତର ସୁମେରୁ ଅଜନ୍ତା ଭେରି ଗୁଡ୍।